ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ଆମ ଓଡ଼ିଆ ସାବସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଗତ 3 ମାସ ଆମ ସଙ୍ଗରେ ଥିଲେ ଆଉ ଆମ ସାବସ୍କୁଲ ପାଠରେ ସହଯୋଗ ଦେଲେ ଆଉ ଆମ ଏହି ଓଡ଼ିଆ ସାବସ୍କୁଲ ପାଠକୁ ସବସ୍କ୍ରାଇବ୍ ବି କଲେ। ଏଥିଯୋଗୁଁ ମୁଁ ଆପଣମାନଙ୍କୁ ମୋ ଆନ୍ତରିକ ଭାବରେ ଧନ୍ୟବାଦ କରୁଅଛି। ମୁଁ ଆଶା କରୁଛି କି ଆପଣମାନେ ଆମ ଏହି ଓଡ଼ିଆ ସାବସ୍କୁଲ ପାଠ ଆପଣଙ୍କ ବନ୍ଧୁ, ଆପଣଙ୍କ ଭାଇ, ଆପଣଙ୍କ ସାଙ୍ଗ, ଆପଣଙ୍କ ପରିଚୟ ଲୋକମାନଙ୍କୁ ଆଉ ଯେଉଁମାନଙ୍କୁ ଆପଣମାନେ ଜାଣିନାହାନ୍ତି ସେମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣମାନେ ସେୟାର କରନ୍ତୁ, ଯେପରିକି ସେମାନେ ମଧ୍ୟ ଆମ ଏହି ଓଡ଼ିଆ ସାବସ୍କୁଲ ପାଠ ଦେଖିପାରିବେ, ଜାଣିପାରିବେ ଆଉ ଈଶ୍ୱରଙ୍କ ପ୍ରେମ, ଈଶ୍ୱରଙ୍କ ଅନୁଗ୍ରହ, ଈଶ୍ୱରଙ୍କ ଦୟା, ଈଶ୍ୱରଙ୍କ ପ୍ରେମ ସେମାନେ ଅନୁଭବ କରିପାରିବେ। ଆଉ ସେମାନଙ୍କର ସମ୍ପର୍କ ବି ଈଶ୍ୱରଙ୍କ ଠାରେ ଏକ ଘନିଷ୍ଠ ରୂପେ ଗଠିତ ହୋଇପାରିବ। ବନ୍ଧୁ, ଆମେ ଏହି ଓଡ଼ିଆ ସାବସ୍କୁଲ ପାଠ ବା ଓଡ଼ିଆ ସାବସ୍କୁଲ ଲେସନ ଷ୍ଟଡି ଯାହା ଆଡଭେଣ୍ଟିଜ ୱାର୍ଲଡ ରେଡିଓ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଆଉ ବିଶେଷ ଭାବରେ ଏସିଆ ପାସିଫିକ ଯାହାକି ଆମ ବ୍ୟାଙ୍କକରେ ଅଛି, ଏସିଆରେ ଆମ ଯେଉଁ ଭାରତରେ ପୁନାରେ ଆଡଭେଣ୍ଟିଜ ମିଡ଼ିଆ ସେଣ୍ଟର ଅଛି, ସେଠିଠୁ ଆମେ ଏହି ଯେଉଁ ଓଡ଼ିଆ ସାବସ୍କୁଲ ପାଠ ପ୍ରସାରିତ କରୁଛୁ ୟୁଟ୍ୟୁବ ମାଧ୍ୟମ ଦ୍ୱାରା। ଆଉ ଏହା ବିଶେଷ ଭାବରେ ଆମ ଯେତେ ଭାଇ ଭଉଣୀମାନେ ଓଡ଼ିଶାରେ, ଓଡ଼ିଶା ବାହାରେ ବା ଆମ ଦେଶ ମଧ୍ୟରେ ଅଛନ୍ତି, ଯେଉଁମାନଙ୍କୁ ଈଶ୍ୱରଙ୍କ ପ୍ରେମ, ଈଶ୍ୱରଙ୍କ କରୁଣା, ଈଶ୍ୱରଙ୍କ ଦୟା, ଈଶ୍ୱରଙ୍କ ମହିମା, ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ଜାଣିନାହାନ୍ତି, ତାହା ବିଶେଷ ଭାବରେ ସେମାନଙ୍କ ପାଖକୁ ଯେପରି ପହଞ୍ଚି ପାରିବ, ଏହି ଯେଉଁ ସାବସ୍କୁଲ ପାଠ ମାଧ୍ୟମ ଦ୍ୱାରା ଏଥିଯୋଗୁଁ ଆମେ ଗତ 3-4 ବର୍ଷ ପ୍ରତ୍ୟେକ ସପ୍ତାହରେ ଆମେ ୟୁଟ୍ୟୁବ ମାଧ୍ୟମ ଦ୍ୱାରା ପ୍ରସାରିତ କରୁଛୁ। ମୁଁ ୟୁଟ୍ୟୁବକୁ ମଧ୍ୟ ବହୁତ ଧନ୍ୟବାଦ କରୁଛି, ଯେହେତୁ ଆମ ଏହି ପ୍ରୋଗ୍ରାମକୁ ଆପଣ ୟୁଟ୍ୟୁବରେ ବାଣ୍ଟିବା ପାଇଁ, ପ୍ରସାର କରିବା ପାଇଁ ଯାହା ମାନଙ୍କୁ ସାହାଯ୍ୟ କରୁଛନ୍ତି, ସେ ଯୋଗୁଁ ମୁଁ ବହୁତ ଧନ୍ୟବାଦ କରୁଛି। ବନ୍ଧୁ, ଏହି 3 ମାସ ଯେପରି ଗତ 3 ମାସରେ ଆମେ ଆଲୋଚନା କରିଥିଲୁ ଯାତ୍ରା ପୁସ୍ତକ ଆଧାରିତ ଉପରେ, ଯେପରିକି ସଦାପ୍ରଭୁ ପରମେଶ୍ୱର ଆପଣା ପ୍ରଜାମାନଙ୍କର କ୍ରନ୍ଦନ ଶୁଣନ୍ତି ଆଉ ମୋଶାକୁ କହନ୍ତି କି ମୋ ପ୍ରଜାମାନଙ୍କୁ ସେହି ମିଶର ହସ୍ତରୁ, ସେହି ଦାସତ୍ୱରୁ ଉଦ୍ଧାର କରେ, ଯେଉଁ ଦେଶ ତୁମ ପିତୃପୁରୁଷମାନଙ୍କୁ ମୁଁ ପ୍ରତିଜ୍ଞା କରୁଥିଲି, ଯଥା ଅବ୍ରାହମ, ଇସାକ ଆଉ ଯାକୋବ, ସେମାନଙ୍କ ସନ୍ତାନକୁ ଏହି ଯେଉଁ ଦେଶ ବା କେନାନ ଦେଶକୁ ମୁଁ ନେବି ବୋଲି ପ୍ରତିଜ୍ଞା କରିଥିଲି, ଦେବି ବୋଲି ପ୍ରତିଜ୍ଞା କରିଥିଲି, ଆଉ ବର୍ତ୍ତମାନ ସେହି ସମୟ ଆସିଅଛି। ଆଉ ମୋ ଯୋଉ ପ୍ରଜାମାନେ ମିଶର ଦେଶରେ ମିଶରୀ ମାନଙ୍କ ଦ୍ୱାରା ଯେଉଁ ଦଣ୍ଡ, ରନ୍ଧନ, ଯନ୍ତ୍ରଣା ଭୋଗୁଛନ୍ତି, ସେମାନଙ୍କ ଠାରୁ ମୁଁ ଉଦ୍ଧାର କରି ଆନି ବୋଲି ମୋଶାଙ୍କୁ ସେ ବାଛିଲେ, ଆହ୍ୱାନ କଲେ। ଆଉ ମୋଶାଙ୍କ ଦ୍ୱାରା ଆମେ ଦେଖୁଛୁ କିପରି ଗତ 3 ମାସରେ ଯାତ୍ରା ପୁସ୍ତକରେ ଆମେ ଅଧ୍ୟୟନ କରିଥିଲୁ। ଆଉ ଯେବେ ବର୍ତ୍ତମାନ 40 ବର୍ଷ ଧରି ଇସ୍ରାଏଲ ପ୍ରଜାମାନେ ବର୍ତ୍ତମାନ କେନାନ ଦେଶ ପହଞ୍ଚିବା ପୂର୍ବେ ବା ପ୍ରବେଶ କରିବା ପୂର୍ବେ କେନାନ ଦେଶ ସୀମାରେ ସେମାନେ ଉପସ୍ଥିତ ଅଛନ୍ତି। ଆଉ ଏଠି ଆମେ ଦେଖୁଛୁ ପରମେଶ୍ୱର କିପରି ନୂତନ ନେତା
ମଉସାଙ୍କ ମୃତ୍ୟୁ ପରେ ଯେପରିକି ମଉସା ଇସ୍ରାଏଲ ପ୍ରଜାମାନଙ୍କୁ କେନାନ ଦେଶ ମିଶ୍ର ଦେଶରୁ କେନାନ ଦେଶକୁ ଆଣିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିଥିଲେ ଆଉ କିପରି ସେ ସେମାନଙ୍କର ସହବର୍ତ୍ତୀ ଥିଲେ। ଦିନ ବେଳେ ମେଘସ୍ତମ୍ଭ ରୂପେ, ରାତି ବେଳେ ଅଗ୍ନିସ୍ତମ୍ଭ ରୂପେ, ତାହା ଆମେ ଶିକ୍ଷା କରିସାରିଛୁ। ଆଉ କିପରି ତମ୍ବୁ ହିସାବରେ ପରମେଶ୍ୱର ସେମାନଙ୍କ ସହ ଥିଲେ। ଆଉ ଏଇ ଯୋଉ 3 ମାସରେ ବିଶେଷ ଭାବରେ ଆମେ ଆଲୋଚନା କରିବାକୁ ଯାଉଛୁ ଜିହୋଶୟଙ୍କ ପୁସ୍ତକ, ଯୋଉଠି ଜିହୋଶୟଙ୍କୁ ବଛା ଯାଉଛି। ଆଉ ଏଇ ଯୋଉ 3 ମାସରେ ଆମେ ଶିକ୍ଷା କରିବା ତାହା ହଉଛି ଲେସନ୍ ଅଫ୍ ଫେଥ୍ ଯୋଶୁଆ। ଲେସନ୍ ଅଫ୍ ଫେଥ୍ ଯୋଶୁଆ ମାନେ ଜିହୋଶୟଙ୍କ ଠାରୁ ବିଶ୍ୱାସର ଶିକ୍ଷା। ଏହା ହିଁ ଏଇ ଯୋଉ 3 ମାସରେ ଆମେ ଶିକ୍ଷା କରିବାକୁ ଯାଉଛୁ। ବନ୍ଧୁ, ଆଉ ଗୋଟିଏ କଥା ମୁଁ କହିବାକୁ ଯାଉଅଛି, ଯେହେତୁ ଏହା ପୂର୍ବେ ଆମେ ଆମ ଯୋଉ ଓଡ଼ିଆ ସବସ୍କୁଲ ପାଠକୁ 30 ମିନିଟ୍, 40 ମିନିଟ୍, ଅଧିକରୁ ଅଧିକ 50 ମିନିଟ୍ ନେଉଥିଲୁ। ଆଉ ସେ 30 ମିନିଟ୍, 40 ମିନିଟ୍, 50 ମିନିଟ୍ରେ ଆମେ ଯୋଉ ସାପ୍ତାହିକ ପାଠରେ ବା ଶନିବାର ଦିନ ଆରମ୍ଭ କରି ଶୁକ୍ରବାର ଦିନ ପର୍ଯ୍ୟନ୍ତ ଯେଉଁ ଯେଉଁ ପାଠ ଗୁଡ଼ାକ ଥିଲା ସେମାନଙ୍କୁ ଆମେ ବାସ୍ ଏକ ବ୍ରିଫ୍, ଯାହାକି ଅଳ୍ପ କିଛି ଭାବରେ ଆମମାନେ ମୁଁ ବା ଅନ୍ୟ ଯୋଉ ଶିକ୍ଷକମାନେ ଆପଣମାନଙ୍କୁ ପାଠ ଶିକ୍ଷା ଦେଲେ ସେମାନେ ଏକ ସଂକ୍ଷିପ୍ତ ଭାବରେ ସେମାନେ ଶିକ୍ଷା ଦେଇଥିଲେ। ମୁଁ ଭାବୁଛି ଏହି ସପ୍ତାହଠୁ ପ୍ରତ୍ୟେକ ଦିନରେ ସେଇ ଦିନର ଭାଗ ଆମେ କିଛି ସମୟ ପାଇଁ ଆଲୋଚନା କରିବା, ଯେପରିକି ଏହା ଆପଣମାନେ ସ୍ପଷ୍ଟ ରୂପେ ଜାଣିପାରିବେ। ଆଉ ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି, ସେଇ ପ୍ରଶ୍ନ ଆମ ୟୁଟ୍ୟୁବ ମାଧ୍ୟମ ଦ୍ୱାରା ଆମମାନଙ୍କୁ ପ୍ରଶ୍ନ ପଚାରି ପାରିବେ, ଯେପରିକି ଆପଣଙ୍କର ପ୍ରଶ୍ନକୁ ଆମେ ଉତ୍ତର ଦେଇପାରିବୁ। ବନ୍ଧୁ, ଏହା ବିଳମ୍ବ ନ କରି ଚାଲନ୍ତୁ ଆମେ ଏଇ ଯୋଉ ସପ୍ତାହର ପାଠ ଆରମ୍ଭ କରିବା। ଆଉ ଏଇ ଯୋଉ ସପ୍ତାହର ପାଠ ହଉଛି ରେସିପି ଫର ସକ୍ସେସ୍, ସଫଳତା ପାଇଁ ପାକ ପଦ୍ଧତି। ସଫଳତା ପାଇଁ ପାକ ପଦ୍ଧତି। ଏଇ ଯୋଉ ସପ୍ତାହ ସାରା ଆମେ ଏହି ବିଷୟରେ ଧ୍ୟାନ କରିବା। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଅଛ ତୁମ ସେହି ଜୀବନଦାୟକ ବାକ୍ୟ ଧ୍ୟାନ କରିବା ପାଇଁ, ଯେପରିକି ଏହି ଜୀବନଦାୟକ ବାକ୍ୟ ଆମେ ବୁଝିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଯୀଶୁଙ୍କ ନାମେ ଏହି ଛୋଟ ପ୍ରାର୍ଥନା କରୁଅଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏଇ ଯୋଉ ସପ୍ତାହର ପାଠ ମୁଁ ଯେପରି କହିଲି, ସଫଳତା ପାଇଁ ପ୍ରତିଫଳ ବା ପଦ୍ଧତି, ଯେଉଁ ସ୍ୱର୍ଣ୍ଣପଦ ମାନଙ୍କୁ ଦିଆଯାଇଛି, ଜିହୋଶୟ ପ୍ରଥମ ଅଧ୍ୟାୟ ତାର 1-6 ପଦରେ ଦିଆଯାଇଛି। ଆଉ ଏଇ ଯୋଉ ସପ୍ତାହ ସାହାରା ଆମେ ଏଇ ଯୋଉ ପଦରେ କଣ ଲେଖାଯାଇଛି ତାହା ବିଷୟରେ ଆମେ ଶିକ୍ଷା କରିବାକୁ ଯାଉଅଛୁ। ଯେପରି ଏବେ ଆମେ ଦେଖୁଅଛୁ, ଏଠି ମାତ୍ର ଆମ୍ଭର ସେବକ ମଉସା ତୁମକୁ ଯେ ସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେ ସବୁ ତୁମ୍ଭେ ମାନିବାକୁ, କରିବାକୁ ବଲବାନ ଓ ଅତି ସାହସିକ ହୁଅ।
ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ। ତହିଁରେ ତୁମ୍ଭେ କୌଣସି ସ୍ଥାନକୁ ଯିବେ, ସେଠାରେ କୁଶଳ ପ୍ରାପ୍ତ ହେବ। ବନ୍ଧୁ, ପରମେଶ୍ୱର ଜିଓସଙ୍କ ଦ୍ୱାରା ମୋଶାଙ୍କ କଥା ଇସ୍ରାଏଲ ପ୍ରଜାମାନଙ୍କୁ କହନ୍ତି କି ମୋର ସେବକ ମୋଶା ବର୍ତ୍ତମାନ ମରିଯାଇଛନ୍ତି, ଆଉ ସେଇ ସେବକ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଉ ଜଣକୁ ବଛା ଯାଇଅଛି, ଆଉ ସେ ହେଉଛନ୍ତି ଜିହୋଶୟ। ଆଉ ସଦାପ୍ରଭୁ କହନ୍ତି କି ମୋର ଦାସ ମୋଶା ଯାହା ଯାହା ଆଦେଶ ଦେଇଛନ୍ତି ବା ବ୍ୟବସ୍ଥା ଆଦେଶ ଦେଇଛନ୍ତି, ସେସବୁ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ। ବନ୍ଧୁ, ଏଠି ଚାରିଟା ପଦ ଏଠି ଆମେ ଦେଖାଉଛୁ। ସେଠି ହେଉଛି ମାନିବାକୁ, କରିବାକୁ, ବଳବାନ, ଅତି ସାହସିକ, ଚାରିଟା ପଦ। ଆମେ ବେଲେ ବେଲେ ମାନି ନେଇଥାଉ, ମାତ୍ର ତାକୁ କରିବାକୁ ଅସଫଳ ହୋଇଥାଉ। ବେଲେ ବେଲେ ସେଇ କଥାକୁ ଆମେ ମାନୁ, ମାତ୍ର ତାହା କରିବା ପାଇଁ ଆମେ ବିଫଳତା ହୋଇଥାଉ ବା କରିବାକୁ କରିନଥାଉ। ଆଉ ଏଠି ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ କହନ୍ତି କି ମୋର ଦାସ ବା ସେବକ ମୋଶା ତୁମକୁ ଯେଉଁ ଯେଉଁ ବ୍ୟବସ୍ଥା ଯାହା ଆମେ ଦେଖିଲୁ, ଯେବେ ସେମାନେ ସିନିୟ ପର୍ବତ ପାଖକୁ ପହଞ୍ଚିଲେ, ପରମେଶ୍ୱର ସେମାନଙ୍କୁ କିଛି ଉପହାର ଦେଇଥିଲେ, ଆଉ ସେହି ଉପହାର ଥିଲା ସେହି 10 ଆଜ୍ଞା। ତା ବାଦେ ଆମେ ଦେଖୁଅଛୁ ଯାହା ଆଦି ଯାତ୍ରା, ଲେବି, ଦ୍ୱିତୀୟ ବିବରଣ, ଏହି ଯେଉଁ ପୁସ୍ତକ ଗୁଡ଼ାକ ଆମେ ଗଣନା ପୁସ୍ତକ ମଧ୍ୟରେ ଆମେ ଦେଖୁଅଛୁ, ଯାହା ପରମେଶ୍ୱର ଆପନା ଦାସ ମୋଶାକୁ କହିଲେ, ସେ ଲେଖିଲେ। ଖାଲି 10 ଆଜ୍ଞା ଛାଡ଼ି ଆମେ ଦେଖୁଛୁ ପ୍ରଥମ ଥର ପରମେଶ୍ୱର ଯେବେ ମୋଶା ସେହି ସିନିୟ ପର୍ବତକୁ ପହଞ୍ଚିଲେ, 40 ଦିନ 40 ରାତି ରହିଲେ, ଆଉ ସେହି ସମୟରେ ପରମେଶ୍ୱର ସେମାନଙ୍କୁ 10 ଆଜ୍ଞା ପ୍ରଦାନ କରିଥିଲେ। ଆଉ ସେହି ସମୟରେ ସଦାପ୍ରଭୁ ପରମେଶ୍ୱର 2ଟା ପଥର ପଟାରେ ଆପଣା ଆଙ୍ଗୁଠିରେ ସହ ସେହି 10 ଆଜ୍ଞାକୁ ଲେଖିଥିଲେ। ମାତ୍ର ଆମେ ଦେଖୁଛୁ ବନ୍ଧୁ, ଯେବେ ମୋଶା ଫେରିଲେ, ଆଉ ସଦାପ୍ରଭୁ ପରମେଶ୍ୱର କହିଲେ କି ଆମ ଇସ୍ରାଏଲ ପ୍ରଜାମାନଙ୍କ ମଧ୍ୟରେ କିଛି କୋଲହଲ, ରଡ଼ି, ନାଚ ଶୁଣୁଅଛୁ ବୋଲି ସଦାପ୍ରଭୁ ମୋଶାକୁ କହିଲେ। ଆଉ ଯେବେ ମୋଶା ଆସିଲେ, ଆମେ ତାହା ବିଷୟରେ ଭଲ ଭାବରେ ଜାଣିଛୁ। ଆଉ କିପରି ମୋଶା ସେଇ ଯେଉଁ 2 ପଟା ପଥର ପଟା ଯେଉଁଥିରେ ପରମେଶ୍ୱର 10 ଆଜ୍ଞା ଲେଖିଥିଲେ, ତାହାକୁ ସେଇ ବେଦୀ ଉପରେ ଯେଉଁ ଛୁଆ ସୁନାର ଛୁଆ ଥିଲା ତା ଉପରେ ଦେଲା, ଆଉ ତାକୁ ଭାଙ୍ଗି ଦେଲା, ତାକୁ ଚୂର୍ଣ୍ଣ କଲା, ଆଉ ପାଣିରେ ମିଶାଇ ସେମାନଙ୍କୁ ପିଆଇଲା ବୋଲି ଆମେ ଦେଖୁଅଛୁ। ତାପରେ ପରମେଶ୍ୱର କହିଲେ, ଯେଉଁ ପ୍ରକାରର 2 ପଟା ମୁଁ ଦେଇଥିଲି, ତାକୁ ପଥରର ଛେଦ କରି ସେଇ ପ୍ରକାର ପଥର ଆଉ ଥରେ ମୋ ପାଖକୁ ଆସ। ଆଉ ଥରେ ମୋଶା ସେହିପରି ପଟା ପ୍ରସ୍ତୁତ କରି ସେହି ପର୍ବତକୁ ପହଞ୍ଚିଲେ। ଆଉ ଏଠି ବର୍ତ୍ତମାନ ମୋଶା ଲେଖନ୍ତି, ଆଉ ପ୍ରଭୁ
ଯାହା ଯାହା ପ୍ରଥମରେ କହିଥିଲେ ସେଇ କଥା ଗୁଡାକ ଆଉ ଥରେ କହିଲେ ଆଉ ମୂଷା ତାହାକୁ ଲେଖିଲେ। ତା ବାଦେ ପରମେଶ୍ୱର ଯାହା ଯାହା ମୂଷାଙ୍କ ଦ୍ୱାରା କହିଥିଲେ ଯୋଉ ରୀତିନୀତି ଗୁଡାକ ସେଇ ସବୁ ମଧ୍ୟ ମୂଷା ଲେଖିଲେ। ଆଉ ଏଠି ଆମେ ଦେଖୁଛୁ କି ମୂଷା ତୁମମାନଙ୍କୁ ଯେଉଁ ବ୍ୟବସ୍ଥା ଆଦେଶ କରିଅଛନ୍ତି ସେମାନଙ୍କୁ ମାନିବାକୁ କରିବାକୁ କଣ ହେବ? ବଳବାନ ଓ ସାହସିକ ହୁଅ। ବଳବାନ, ବଳବାନ ମାନେ କେମିତି ହୋଇପାରେ? ଆପଣ ଶକ୍ତିଶାଳୀ, ମାତ୍ର ବେଲେ ବେଲେ କିଛି କାମ କରିବା ପାଇଁ ଆମେ ଭୟ ହୋଇଥାଉ। ବଳବାନ ହେଲା ମାତ୍ର ଏହା ନୁହେଁ ଯେ ଆପଣ ସାହସିକ। ବଳବାନ ଏହା ହେବାର ନୁହେଁ ଯେ ଆପଣ କିଛି କାହାକୁ ଡରିବ ନାହିଁ। ବେଲେ ବେଲେ ବଳବାନ ଲୋକମାନେ ମଧ୍ୟ ଡରି ଯାଆନ୍ତି। ଏଥିଯୋଗୁଁ ପରମେଶ୍ୱର କହନ୍ତି ଯେଉଁ ବ୍ୟବସ୍ଥା ମୂଷାଙ୍କ ଦ୍ୱାରା ମୁଁ ଦେଇଛି ସେଇ ବ୍ୟବସ୍ଥା ଗୁଡାକ ମାନିବା ପାଇଁ, ପାଳନ କରିବା ପାଇଁ ଆପଣଙ୍କୁ ବଳବାନ ହେବାକୁ ପଡିବ। ଦ୍ୱିତୀୟରେ ସାହସିକ ହେବାକୁ ପଡିବ। ତାପରେ ସେ କହନ୍ତି କି ଏଇ ଯୋଉ ଦେଶରେ ଯେଉଁ ପ୍ରବେଶ କରିବ ଆଉ ସେଇ ଦେଶ ଗୁଡାକ ଚାରିପଟେ ମୂର୍ତ୍ତି ପୂଜକ ଅଛନ୍ତି। ସେମାନେ ଦେବତାକୁ ପୂଜା କରନ୍ତି। ଆଉ ସେମାନଙ୍କ ଆଚରଣ ଦେଖି ତମେ ହୋଇପାର ଭୁଲି ଯାଇପାର। ଏଥିଯୋଗୁଁ ଦକ୍ଷିଣକୁ କି ବାମକୁ ଫେର ନାହିଁ ବୋଲି କହିଲେ। ସାଧାରଣ ଭାଷାରେ ବନ୍ଧୁ, ଆମ ଚାରିପଟେ ସବୁ କିଛି ଘେରି ରହିଅଛି। ଆମେ ଏମିତି ଜାଗାରେ ବାସ କରୁଛୁ ଯେଉଁଠାରେ କି ସବୁ ପ୍ରକାର ଲୋକ ଅଛନ୍ତି। ଆଉ ସେଇ ଯୋଉ ସବୁ ପ୍ରକାର ଲୋକମାନଙ୍କର ଆଚରଣ ବ୍ୟବହାରିକ ଯେପରି ସେମାନେ କରନ୍ତି, ବେଲେ ବେଲେ ଆମେମାନେ ମଧ୍ୟ ସେହି ଯୋଉ ଆଚରଣକୁ ଆକର୍ଷିତ ହୋଇପାରିବୁ ଆଉ ହୋଇଯାଉଅଛୁ। କି ଶୈତାନ ଏମିତି ପ୍ରଲୋଭନ ଆନେ ଯେବେ କି ଆମେ କେବେ ହେଲେ ଭାବିବୁ ନାହିଁ କି ଆମେ ସେହି ଜିନିଷ ଗୁଡାକ କରୁଛୁ ଯାହାକି ପରମେଶ୍ୱରଙ୍କ ଠାରେ ଭଲ ନାହିଁ। ପରମେଶ୍ୱର ଏସବୁ ଭଲ ପାଆନ୍ତି ନାହିଁ। ଏଥିଯୋଗୁଁ ପରମେଶ୍ୱର କହନ୍ତି କି ତୁମେ ଦକ୍ଷିଣକୁ ବା ବାମକୁ ଫେର ନାହିଁ। ସାଧାରଣ ଭାଷାରେ ଆମେ ଦେଖୁଛୁ ଚାରିକୋଣ, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ବାମ, ଆଗ, ପଛ, ବାମ, ବା ଦୁଇ ଚାରିପଟେ ଆମେ ଦେଖୁଛୁ। ଆଉ ଯଦି ଆମ ବାଁ ପଟେ କିଛି ରହୁଛି, ଯଦି ଆମେ ଦେଖି ତାକୁ ଆକର୍ଷିତ ହୋଇଯିବା, ତାହେଲେ ପରମେଶ୍ୱର ଯାହା ଯାହା ମାନଙ୍କୁ ଶିକ୍ଷା ଦେଇଛନ୍ତି ତାହା ଗୁଡାକ ଆମେ ମାନିବାକୁ ମାନି ପାରୁନାହୁଁ ବା ତାହାକୁ ମାନିବାକୁ ମନ ଦେଉନାହୁଁ। କାହିଁ? କାରଣ ହଉଛି ଯେଉଁ ବାଁ ପଟେ ମୁଁ ଦେଖୁଛି ସେଇ ସବୁ ବୋଧ ହୁଏ ମୋ ଆଖିରେ ଆକର୍ଷିତ କରୁଛି, ପସନ୍ଦ ଲାଗୁଛି। ଆଉ ପ୍ରଭୁଙ୍କ କଥା ତ କଷ୍ଟ ଲାଗୁଛି। ଏଥିଯୋଗୁଁ ପରମେଶ୍ୱର କହିଲେ କି ତୁମେ ବାମ କି ଦକ୍ଷିଣକୁ ଫେରିବ ନାହିଁ। ଆଉ ଯେବେ ଏହିପରି କରିବ, ତେବେ ପରମେଶ୍ୱର କହିଲେ ଯେକୌଣସି ସ୍ଥାନକୁ ତମେ ଯିବ ସେଠାରେ ତୁମେ କୁଶଳ ପ୍ରାପ୍ତ ହେବ। ବନ୍ଧୁ, ଯଦି ଆମେ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଚାଲିବା, ତାହାଙ୍କଠାରେ ଆତ୍ମା ହୃଦୟ ମନ ଦେଇ ପ୍ରେମ କରିବା, ତାଙ୍କ ଆଜ୍ଞା ମାନିବା, ତେବେ ଆମେ ଯେଉଁଠାରେ ଗଲେ ମଧ୍ୟ କୁଶଳରେ ଥିବା ବୋଲି ବାଇବଲ ଆମକୁ କହୁଅଛି। ଆଉ ସେଇ କୁଶଳତା ଈଶ୍ୱରଙ୍କ ଠାରେ ହିଁ ଆମେ ପାଇଥାଉ। ଏହା ହଉଛି ଶନିବାର ଦିନର ପାଠ ଆଉ ଏଇ ଯୋଉ ସପ୍ତାହର ସାରାଂଶ। କାଲିକୁ ଆମେ ଅଧିକ ରୂପେ ଦେଖିବା। ତାହେଲେ ଚାଲନ୍ତୁ ସଦାପ୍ରଭୁଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର,
ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମେ ଯେପରିକି ଦକ୍ଷିଣ ପୂର୍ବ ଉତ୍ତର ପଟେ ନ ଚାହିଁ ତୁମ ସେହି ଆଜ୍ଞା ଉପରେ ଧ୍ୟାନ ଦେଇ ଆମେ ଚାଲିପାରିବୁ, ଏଥିପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଧନ୍ୟବାଦ କରୁଅଛୁ ଯେହେତୁ ଆମର ପ୍ରାର୍ଥନା ତୁମେ ଶୁଣିଅଛ। ଯୀଶୁଙ୍କ ନାମେ ମାଗୁଅଛି